ଜୟ ଜଗନ୍ନାଥ ସାଙ୍ଗମାନେ ଆପଣଙ୍କୁ ଓଡିଟେକ୍ ଓଡିଶା ଫିକ୍ସ କୁ ସ୍ୱାଗତ। କେମିତି ଅଛନ୍ତି ଆପଣ ମାନେ? ସେମିତି ଭଲରେ ଥାଆନ୍ତୁ। ଆମେ ଏଠି ଆଜି ଟପିକ ହେଲା କେମିତି ଯଦି ସି ଡ୍ରାଇଭ୍ ଯଦି ଫୁଲ ହେଇଥିବ କେମିତି ଆମେ ତାକୁ ଫ୍ରି କରିବା। ଠିକ ଅଛି। ତ ଫାର୍ଷ୍ଟ ଅଫ ଅଲ୍ କିଛି ନାହିଁ, ନର୍ମାଲି ସିମ୍ପଲ ଷ୍ଟେପ ରେ ଯିବା। ବେଶୀ ଯାତ୍ରା କରିବାନି, ତାମଝାମ କରିବାନି, ଯେମିତି ବାକି ୟୁଟ୍ୟୁବ ରେ ଅପଲୋଡ କରୁଛନ୍ତି ପକଉଛନ୍ତି। ତ ମୁଁ ଷ୍ଟାର୍ଟ କରୁଛି। ଓକେ, ତ ଷ୍ଟାର୍ଟିଂ ହେଲା, ଫାର୍ଷ୍ଟ ହେଲା ଆମେ ଷ୍ଟାର୍ଟ କୁ ଯିବା। ଷ୍ଟାର୍ଟ କୁ ଗଲେ ତ ସେଠି ଆମେ ମାରିବା ଡିସ୍ କ୍ଲିନ୍ ଅପ୍। ତମେ ଡାଇରେକ୍ଟ ଡିସ୍ କ୍ଲିନ୍ ଅପ୍ କୁ ଯିବ। ଓକେ ଦବେଇବ, ଆସିଯିବ ଏଇ ଟାଇପ ରେ ଆସିଯିବ। ଓକେ, କ୍ଲିନ୍ ଅପ୍ ସିଷ୍ଟମ ଫାଇଲ୍ସ। ତାପରେ ସି ଡ୍ରାଇଭ୍ ସେମିତି ରହିବ, କିଛି ଚେଞ୍ଜ କରିବେନି। This cleanup is calculating how much space you will be able to free on Windows। ସେ ଅଟୋମେଟିକ ତାର ଟିକେ ଟାଇମ ନବ, ଯାହା ଦେଖିବ ସ୍କାନ କରିବ ତାକୁ ରିମୁଭ କରିଦବ। ଓକେ, ତୁମକୁ ଟିକେ ୱେଟ୍ କରିବାକୁ ପଡିବ। ଓକେ ଡନ୍। ତାପରେ ଆମେ ଓକେ ଦବାଇବା। ଡିଲିଟ ଫାଇଲ, ୟେସ୍ ଆମେ ଡିଲିଟ କରିବା। ତ ଟିକେ ଟାଇମ ନବ, ମୁଁ ଭିଡିଓଟାକୁ ଟିକେ ଫରୱାର୍ଡ କରିଦେବି ଆଗକୁ। ତ ସି ଡ୍ରାଇଭ୍ ରେ ଯାହା ଥିଲା ସେ ସବୁ ଡିଲିଟ ହେଇଗଲା। ଯୋଉ କେଚେସ୍ ଫାଇଲ କି ଯାହା ବି ଥାଏ ସେଗୁଡା ରିମୁଭ ହେଇଗଲା। ତ ଅନନେସେସରି ଫାଇଲ୍ସ ସବୁ ରିମୁଭ। ତ ୟା ପରେ ଆମେ ଯିବା ନେକ୍ସଟ ୱିଣ୍ଡୋଜ ଆର୍। ୱିଣ୍ଡୋଜ ଆର୍ ରେ ନର୍ମାଲି ଆପଣ ଯିବେ ଟେମ୍ପ। ଗୋଟେ ଗୋଟେ ଷ୍ଟେପ ଆପଣ କହୁଛି। ଟେମ୍ପ ଫାଇଲ କଣ୍ଟ୍ରୋଲ ଏ ଦବେଇବେ, ଏଗୁଡା କିଛି ଆବଶ୍ୟକ ନାହିଁ, ଡିଲିଟ। ଯଦି ଏଇଟା ହଉନାହିଁ କିଛି ଦରକାର ନାହିଁ, ଆପଣ ସ୍କିପ୍ ମାରିପାରନ୍ତି। ଆଉ ଯାହା ଫାଇଲ ଥିବ ରିମୁଭ ହେଇଯିବ। ଗୋଟେ ଗଲା, ପୁଣି ୱିଣ୍ଡୋଜ ଆର୍ ଆଉଥରେ ମାରିବେ। ପରସେଣ୍ଟ ଟେପ ପରସେଣ୍ଟ କୁ ଯିବେ, କଣ୍ଟ୍ରୋଲ ଏ ଡିଲିଟ। ଏଗୁଡା ସବୁ ଅନନେସେସରି ଫାଇଲ୍ସ ଯୋଉଟା ରହିକି ଇଏ କରେ। ଯଦି ରିସାଇକଲ ବିନ୍ ରେ ବି ଚେକ୍ କରିବେ, ରିସାଇକଲ ବିନ୍ ରେ କାହିଁକି ଡିଲିଟ ହେଲା ପରେ ସବୁ ରିସାଇକଲ ବିନ୍ ରେ ହିଁ ରହିଥାଏ। ଏଠି ଆମେ ବି ହଟେଇଦବା, କ୍ଲିନ ହେଇଗଲା। ଆଉ ସି ଡ୍ରାଇଭ୍ ରେ ଯଦି କିଛି ମୁଭିଜ, ଯାହା ବି ଭିଡିଓ କିମ୍ବା ବଡ ବଡ ଫାଇଲ୍ସ ରହିଛି ସେଗୁଡିକୁ ଡି ଡ୍ରାଇଭ୍ ରେ କିମ୍ବା ଏକ୍ସଟର୍ନାଲ ଫାଇଲ ରେ ତାକୁ ରଖିପାରିବେ ଆପଣ। ଓକେ, ସି ଡ୍ରାଇଭ୍ ରେ ରଖିବେନି, ଯାହା ରଖିବେ ଡି ଡ୍ରାଇଭ୍ ରେ ରଖିବେ। ବାସ୍ ଏତିକି ହିଁ ନର୍ମାଲ, କାହିଁକି ଦେଖ ଏଇଟି 43 GB ଫ୍ରି ଅଛି ହେଲା। ଆପଣ ବି ଟ୍ରାଏ କରିକି ଦେଖନ୍ତୁ। ଆଉ କୋଉଠି ଯଦି ଆପଣ କିଛି ଫେସ୍ କରୁଛନ୍ତି ପ୍ରୋବ୍ଲେମ ସେଥିରେ, ମତେ କମେଣ୍ଟରେ ଜଣାନ୍ତୁ। ମୁଁ ଆପଣଙ୍କୁ ଡେଫିନେଟଲି ହେଲ୍ପ କରିବି। ଆପଣ ପର୍ସନାଲି ମୁଁ ହେଲ୍ପ କରିବି। ଜୟ ଜଗନ୍ନାଥ ରହିଲି। ଆଉ ଯଦି ଏଇ ଭିଡିଓ ଆପଣଙ୍କୁ ସାହାଯ୍ୟ କରିଥାଏ ତେବେ ଭିଡିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲ ଟେକ୍ ଓଡିଶା ଫିକ୍ସ କୁ ସବସ୍କ୍ରାଇବ କରନ୍ତୁ ଏବଂ ଏଇଭଳି ଲ୍ୟାପଟପ୍ ଓ କମ୍ପ୍ୟୁଟର ସମସ୍ୟା ସହଜ ସମାଧାନ ପାଇଁ ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ। ଧନ୍ୟବାଦ। ପୁଣି ଦେଖା ହବ ପରବର୍ତ୍ତୀ ଭିଡିଓରେ। ଜୟ ଜଗନ୍ନାଥ।